हाय ସାଙ୍ଗମାନେ, ଆଜି ଆମେ ଦେଖିବା ମଡେଲ କୋଶ୍ଚିନ୍ ସେଟ୍ 4 ବା ପ୍ରାକ୍ଟିସ୍ ସେଟ୍ 4। ଯେହେତୁ ପରୀକ୍ଷା ପାଖେଇ ଆସୁଛି, ତୁମେମାନେ ସବୁ ମନ ଧ୍ୟାନ ଦେଇ ପଢ଼ିବ। ମୁଁ ଆଗ ସେଟ୍ ଗୁଡ଼ାକରେ ଯୋଉ ଟିପ୍ସ କହିଛି ତାକୁ ଫଲୋ କରିବ, ଆଉ ସମୟ ନଷ୍ଟ କରିବନି। ଭଲ ଭାବରେ ପଢ଼ିବ, ମନ ଧ୍ୟାନ ଦେଇ ପଢ଼ିବ। ମୁଁ ଆଉଥରେ କହିଦେଉଛି, ଯେତେବେଳେ ତମେ ପରୀକ୍ଷା ହଲକୁ ଯିବ, କୋଶ୍ଚିନ୍ ପେପର ମିଳିଲା ପରେ ତାକୁ ଭଲ ଭାବରେ ପଢ଼ିବ ଏବଂ ଜାଣିବ ଯେ ସେ କୋଶ୍ଚିନ୍ଟି କେଉଁ ପାଠରୁ ଆସିଛି। ଜାଣିଲା ପରେ ହିଁ ଆନ୍ସର କରିବା ପାଇଁ ଚେଷ୍ଟା କରିବ ଏବଂ ଭଲ ଭାବରେ ଚିନ୍ତା କରି ଆନ୍ସରଟି କରିବ। କାହିଁକି ଥରେ ବ୍ଲାକେନିଂ କରିଦେଲା ପରେ ଆଉ ତାକୁ ଲିଭେଇ ହବନି। ତେଣୁ ଠିକ ଭାବରେ ଆନ୍ସର କରିବ। ଆଉ ଡେରି ନକରି ଆଜିର କୋଶ୍ଚିନ୍ ସେଟ୍କୁ ଆରମ୍ଭ କରିବା। ପ୍ରଥମ କୋଶ୍ଚିନ୍ ଦେଖିବା, ସକ୍ସେସ୍ ଇନ୍ ଲାଇଫ୍ ଡିପେଣ୍ଡସ୍ ଅନ୍ ଡ୍ୟାସ୍। ସକ୍ସେସ୍ ଇନ୍ ଲାଇଫ୍ ଡିପେଣ୍ଡସ୍ ଅନ୍ ଡ୍ୟାସ୍। ଏହି କୋଶ୍ଚିନ୍ଟି ସ୍କୁଲ୍ସ ଗୁଡ୍ ବାଇ ପାଠରୁ ଆସିଛି। ଏଠାରେ ଆନ୍ସର ହବ ଗୁଡ୍ ହେଲ୍ଥ, ହାର୍ଡ ୱାର୍କ ଆଣ୍ଡ କଣ୍ଟିନ୍ୟୁଅସ୍ ଲର୍ନିଂ। ଆନ୍ସର ହବ ଏ। ନେକ୍ସଟ କୋଶ୍ଚିନ୍ କୁ ଆମେ ଯିବା। One should avoid anything that will sap one's health. Here the underlined word means days. ଏଠି underline word ଦେଇନି, କିନ୍ତୁ ମୁଁ ଯାହା ଭାବୁଛି ସାପ୍ ହୋଇଥିବ। One should avoid anything that will sap one's health. Here underline word means। এই କୋଶ୍ଚିନ୍ ର ଓଡ଼ିଆ ଅର୍ଥ ହେଲା, এই କୋଶ୍ଚିନ୍ ମଧ୍ୟ ଆମର ସ୍କୁଲ୍ସ ଗୁଡ୍ ବାଇ ପାଠରୁ ଆସିଛି। এই କୋଶ୍ଚିନ୍ ର ଓଡ଼ିଆ ଅର୍ଥ ହେଲା, ଜଣେ ଏମିତି ଅଭ୍ୟାସକୁ ତ୍ୟାଗ କରିବା ଉଚିତ ଯାହାକି ଶରୀରକୁ ବୃଦ୍ଧି କରିବାରେ ରୋକିଥାଏ ବା ଶରୀରକୁ କ୍ଷତିଗ୍ରସ୍ତ କରିଦିଏ। ନେକ୍ସଟ এই ପ୍ରଶ୍ନର ଉତ୍ତର ହବ ଯେ ସାପ୍ ଅର୍ଥର ଉତ୍ତର ହବ ଗ୍ରାଜୁଆଲି ୱିକେନ୍। ଧୀରେ ଧୀରେ ଶରୀରକୁ ନଷ୍ଟ କରିଦେବା। ଦୁଇ ପ୍ରଶ୍ନର ଉତ୍ତର ହେଲା ଡି। ଦୁଇର ପ୍ରଶ୍ନର ଉତ୍ତର ହବ ଡି। ନେକ୍ସଟ ଆମେ ଆଉ ଟିକେ ଆଗକୁ ଯିବା। 3 ନମ୍ବର ପ୍ରଶ୍ନ, What kind of industry is ranked first in releasing large amounts of smoke and ash? ଏହି ପ୍ରଶ୍ନଟି ଆସିଛି ଏୟାର ପଲ୍ୟୁସନ ପାଠରୁ। ଏଠାରେ ପଚରା ଯାଇଛି ଯେ କେଉଁ ପ୍ରକାର କଳକାରଖାନା ବିସ୍ତୃତ ପରିମାଣରେ ଧୂଆଁ ଓ ପାଉଁଶ ନିର୍ଗମନ କରିଥାଏ। ଆଉଥରେ ଓଡ଼ିଆରେ କହିଦେଉଛି, ଏ ପ୍ରଶ୍ନର ଉତ୍ତର ହେଲା ଯେ କେଉଁ କଳକାରଖାନାଟି ବିସ୍ତୃତ ପରିମାଣରେ ବା ବହୁଳ ପରିମାଣରେ ଧୂଆଁ ଓ ପାଉଁଶ ନିର୍ଗମନ କରିଥାଏ ବା ସେଥିରୁ ବାହାରିଥାଏ। ଏହି ପ୍ରଶ୍ନର ଉତ୍ତର ହବ 3 ନମ୍ବର ପ୍ରଶ୍ନର ଉତ୍ତର ହେଲା ଡି, ଥର୍ମାଲ ପାୱାର ଷ୍ଟେସନ। ତାପଜ ବିଦ୍ୟୁତ କେନ୍ଦ୍ରରୁ ଆମର ବହୁତ ପରିମାଣରେ ଧୂଆଁ ଓ ପାଉଁଶ ବାହାରିଥାଏ। ତୁମମାନଙ୍କୁ ତ କହିଛି, ଯେତେବେଳେ ବୁଝିବାକୁ ଯିବ ଥର୍ମାଲ ପାୱାର ଷ୍ଟେସନ ସେତେବେଳେ ହିଁ ଆମେ ଜାଣିପାରିବା। ମୁଁ ଅନେକ ଲୋକଙ୍କଠୁ ମଧ୍ୟ ଏହା ଶୁଣିଛି। ନେକ୍ସଟ କ୍ୱେଶ୍ଚିନ୍ କୁ ଆମେ ଯିବା। Which of the following the effects of air pollution on humans? ଯେ এই ପ୍ରଶ୍ନଟି ମଧ୍ୟ ଆମର ଏୟାର ପଲ୍ୟୁସନ ପାଠରୁ ଆସିଛି। ଏଠାରେ ପଚରା ଯାଇଛି, ଏ ଦିଆଯାଇଥିବା ଅପସନ ଗୁଡ଼ିକ ମଧ୍ୟରୁ କେଉଁ ଅପସନଟି ମାନେ ମଣିଷ ଶରୀର ଉପରେ ପ୍ରଭାବ ପକାଇଥାଏ। 4 ନମ୍ବର ପ୍ରଶ୍ନର ଉତ୍ତର ହବ ବି, ଆଇ ଇରିଟେସନ, ସୋର ଥ୍ରୋଟ, ରେସ୍ପିରେଟରୀ ଇଲନେସ୍। ଯେ ବାୟୁ ପ୍ରଦୂଷଣ ଦ୍ୱାରା ଆମର ଆଖି ପ୍ରଜ୍ୱଳନ ହୋଇଥାଏ ଏବଂ ଗଳା ମଧ୍ୟ ଖରାପ ହୋଇଥାଏ ଏବଂ ଆମର ଶ୍ୱାସକ୍ରିୟା ମଧ୍ୟ ଠିକ ଭାବରେ ଚାଲି ନଥାଏ ବା ଶ୍ୱାସକ୍ରିୟାରେ ବାଧା ଉପୁଜେ। ଏହି ପ୍ରଶ୍ନର ଉତ୍ତର ହବ 4 ନମ୍ବର ପ୍ରଶ୍ନର ଉତ୍ତର ହେଲା ବି। ଆନ୍ସର ହବ ବି। ନେକ୍ସଟ କ୍ୱେଶ୍ଚିନ୍ କୁ ଆମେ ଯିବା। ୱେଲକମ୍ ଦି ନ୍ୟୁ ଇୟର ଫେଷ୍ଟିଭାଲ ଲୋସାର ପିପୁଲ ଡ୍ୟାସ୍। ଏହି ପ୍ରଶ୍ନଟି ଆସିଛି
ଆମର ଫେଷ୍ଟିଭାଲ୍ସ ଅଫ୍ ନର୍ଥ ଇଷ୍ଟ ଇଣ୍ଡିଆ ସେଇ ପାଠରୁ ଆସିଛି। ଏଠାରେ ପଚରାଯାଇଛି ଯେ ଲୋସାର ଯୋଉ ନୂତନ ବର୍ଷ ପର୍ବ ପାଳନ କରାଯାଉଛି ସେ ସମୟରେ ଲୋକମାନେ କଣ କରନ୍ତି? 5 ନମ୍ବର ପ୍ରଶ୍ନ ଉତ୍ତର ହବ। 5 ନମ୍ବର ପ୍ରଶ୍ନର ଉତ୍ତର ହେଲା ଏ କ୍ଲିନ୍ ଦି ହୋମ୍ସ ଆଣ୍ଡ ଡିସ୍କାର୍ଡ ଦି ଓଲ୍ଡ। ସେମାନେ ଘରକୁ ସଫାସୁତୁରା ରଖନ୍ତି ଆଉ ପୁରୁଣା ଜିନିଷ ଗୁଡ଼ିକୁ ସେମାନେ ଫୋପାଡ଼ି ଦେଇଥାନ୍ତି। ନେକ୍ସଟ କ୍ୱେଶ୍ଚିନକୁ ଆମେ ଯିବା 6 ନମ୍ବର ପ୍ରଶ୍ନକୁ। ମ୍ୟାରିଡ୍ ଗାର୍ଲ and the children of Manipur are given feasts and gifts during the charming festival days। এই ପ୍ରଶ୍ନଟି ମଧ୍ୟ ଆମର ଫେଷ୍ଟିଭାଲ୍ସ ଅଫ୍ ନର୍ଥ ଇଷ୍ଟ ଇଣ୍ଡିଆ ପାଠରୁ ଆସିଛି। ଏଠାରେ ଲେଖାଯାଇଛି ଯେ ବିବାହିତା ସ୍ତ୍ରୀ ଲୋକମାନେ ସେ ସମୟରେ ଯୋଉ ତାଙ୍କ ଘରେ ଭୋଜି ଆଉ ଉପହାର ଦିଆଯାଇଥାଏ, ଯେ ସେମାନେ ବିବାହିତା ଝିଅମାନେ ଘରକୁ ଆସନ୍ତି, ତାଙ୍କୁ ତାଙ୍କର ସମ୍ମାନାର୍ଥେ ସେମାନଙ୍କର ଘର ଗୁଡ଼ିକରେ ଯୋଉ ଭୋଜି ହୋଇଥାଏ ଓ ସେମାନଙ୍କୁ କିଛି ଉପହାର ଦିଆଯାଏ। ଯେମିତି ଆମ ଘରକୁ ମଧ୍ୟ ଆମର ଝିଅମାନେ ବାହା ହେଇଗଲା ପରେ ଘରକୁ ଆସିଥାନ୍ତି, ସେଇ ସମୟରେ ମଧ୍ୟ ମଣିପୁରରେ ଗୋଟେ ପର୍ବ ସମୟରେ ଝିଅମାନେ ଘରକୁ ଆସନ୍ତି ଓ ସେମାନଙ୍କ ମାନେ ସେମାନଙ୍କ ସମ୍ମାନାର୍ଥେ ଗୋଟେ ଭୋଜିର ଆୟୋଜନ କରାଯାଏ ଆଉ ସେମାନଙ୍କୁ କିଛି ଉପହାର ମଧ୍ୟ ଦିଆଯାଏ। ଏହି ପ୍ରଶ୍ନର ଉତ୍ତର ହବ 6ର ଡି ନିଙ୍ଗଲ ଚାକୋବା। ଏହି ପ୍ରଶ୍ନର ଉତ୍ତର ହବ 6ର ଡି। ନେକ୍ସଟ ନିଙ୍ଗଲ ଚାକୋବା ଫେଷ୍ଟିଭାଲରେ ଯେ ଯୋଉମାନେ ଘରର ଝିଅମାନେ ବାହା ହେଇଯାଇଥିବେ ସେମାନେ ସେଇ ସମୟରେ ଆସନ୍ତି ତାଙ୍କର ପିଲା ଛୁଆମାନଙ୍କୁ ଧରିକି। ତାପରେ ତାଙ୍କ ଘରେ ବଡ଼ ଆନନ୍ଦ ଉଲ୍ଲାସରେ ଗୋଟେ ମାନେ ଭୋଜିର ଆୟୋଜନ କରାଯାଏ ଆଉ ସେଇ ସମୟରେ ସେମାନଙ୍କୁ କିଛି ଉପହାର ମଧ୍ୟ ଦିଆଯାଇଥାଏ। ନେକ୍ସଟ ଆମେ ଯିବା 7 ନମ୍ବର ପ୍ରଶ୍ନକୁ। ଗାନ୍ଧୀ's inability to attend gymnastics class in time on Saturday afternoon was due to dash। ଦେଖ এই ପ୍ରଶ୍ନଟି ବଡ଼ ଇମ୍ପୋର୍ଟାଣ୍ଟ ପ୍ରଶ୍ନ। ମୁଁ ଅନେକ ଥର এই ପ୍ରଶ୍ନଟି ଆମର MCQରେ ଆସିବାର ଦେଖିଛି। এই ପ୍ରଶ୍ନଟି ଆସିଛି ଏଟ୍ ଦ ହାଇସ୍କୁଲ ପାଠରୁ। ତୁମମାନେ ସବୁ ଜାଣିଥିବ ଗାନ୍ଧୀଜୀ ଅଛି ମାନେ ତମେ ଜାଣିଦବ ଯେ ଇଂଲିଶ ବହିର ଏହା ଏଟ୍ ଦ ହାଇସ୍କୁଲ ପାଠରୁ ହିଁ ଆସିଛି। ଯେହେତୁ ଅନ୍ୟ କୌଣସି ପାଠ ଗାନ୍ଧୀଜୀଙ୍କ ଉପରେ ଇଂଲିଶ କମ୍ୟୁନିକେଟିଭ ସ୍କିଲ୍ସ ଅଫ୍ କମ୍ୟୁନିକେଟିଭ ଇଂଲିଶ ବହିରେ ନାହିଁ, ତେଣୁ ଏଠାରେ ମନେ ରଖିବ ଯେ ଗାନ୍ଧୀଜୀ ଆସିଲା ମାନେ ଏଇ ପାଠଟି ଇଂଲିଶ ବହିରୁ ଆସିଛି। ହେଲେ ଏଇଠି ଯୋଉ ଗୋଟେ ଶନିବାର ଦିନ ଗାନ୍ଧୀଜୀ ଯୋଉ ତାଙ୍କର ଯୋଉ କସରତ ଖେଳ ଓ କସରତ କ୍ଲାସ ଥିଲା, ଜିମ୍ନାଷ୍ଟିକ କ୍ଲାସ ଥିଲା, ସେଥିରେ ଆଟେଣ୍ଡ କରିପାରିଲେ ନାହିଁ। ଯେ ତାର କାରଣ କଣ, କୋଉ କାରଣ ଯୋଗୁଁ ସେ ସେଦିନ ଖେଳ ଓ କସରତ କ୍ଲାସ ଆଟେଣ୍ଡ କରିପାରିଲେ ନାହିଁ। 7 ନମ୍ବର ପ୍ରଶ୍ନର ଉତ୍ତର ହବ ଯେ ସେଦିନ ମାନେ କ୍ଲାଉଡି ୱେଦର ଆଣ୍ଡ ଲ୍ୟାକ୍ ଅଫ୍ ୱାଚ୍, ତାଙ୍କ ପାଖରେ ଘଡ଼ି ନଥିଲା ଆଉ ସେଦିନ ମେଘ ପାଗ ପୁରା ବର୍ଷା ପାଗ ହେଇଥିଲା, ତେଣୁ ସେ ଯାଇପାରିନଥିଲେ। 7 ନମ୍ବର ପ୍ରଶ୍ନର ଉତ୍ତର ହବ ସି। 7 ନମ୍ବର ପ୍ରଶ୍ନର ଉତ୍ତର ହେଲା ସି ହେଲା ଏହାର ଆନ୍ସର। ନେକ୍ସଟ, Gandhiji's Sanskrit teacher reminded Gandhi that Sanskrit was the language of his days। এই ପ୍ରଶ୍ନଟି ମଧ୍ୟ ଆମର ଏଟ୍ ଦ ହାଇସ୍କୁଲ ପାଠରୁ ଆସିଛି। ଯେତେବେଳେ ଗାନ୍ଧୀଜୀ ସଂସ୍କୃତ ଶିକ୍ଷକଙ୍କ ଉପରେ ମାନେ ତାଙ୍କର ମନୋଭାବ ଭଲ ନଥିଲା, ତେଣୁ ଯେତେବେଳେ ସେ ପାର୍ସି କ୍ଲାସ ଆଟେଣ୍ଡ କରିଦେଲେ ସେତେବେଳେ ସଂସ୍କୃତ ଟିଚର ଡାକି ଗାନ୍ଧୀଜୀଙ୍କୁ ପଚାରିଥିଲେ ଆଉ କହିଥିଲେ ମଧ୍ୟ ଯେ ସଂସ୍କୃତ ଭାଷାଟି କୋଉ ମାନଙ୍କର। এই ପ୍ରଶ୍ନର ଉତ୍ତର ହବ 8ର ବି, ଯେ ବୈଷ୍ଣବ ଗାନ୍ଧୀ ଜଣେ ବୈଷ୍ଣବ ଘରର ପିଲା ଥିଲେ, ତେଣୁ ତାଙ୍କୁ ସଂସ୍କୃତ ଶିକ୍ଷକ କହିଥିଲେ ଯେ ତମେ ଜଣେ ବୈଷ୍ଣବ ଘରର ପିଲା ଆଉ ତମେ ସଂସ୍କୃତ ନେବା ବାଞ୍ଛନୀୟ ବା ସଂସ୍କୃତ ନେବା ହିଁ ଉଚିତ। এই ପ୍ରଶ୍ନ 8 ନମ୍ବର ପ୍ରଶ୍ନର ଉତ୍ତର ହବ ବି। 8 ନମ୍ବର ପ୍ରଶ୍ନର ଉତ୍ତର ହେଲା ବି, ବୈଷ୍ଣବ ରିଲିଜନ। ଏଇ କ୍ୱେଶ୍ଚିନ୍ ମଧ୍ୟ ଇମ୍ପୋର୍ଟାଣ୍ଟ ଅଟେ, ତେଣୁ এই কোশ্ଚିনটি প্রতি ধ্যান দেব। নেক্সট ଆମେ 9 ନମ୍ବର ପ୍ରଶ୍ନକୁ ଯିବା।
In the story, a letter to God, the postmaster stuck to his resolution. Which option of the following support the statement? যে in the story, a letter to God, the postmaster stuck to his resolution. Which option among the following supports the statement? ଯେ ଯେତେବେଳେ ସେ ନିମ୍ନ ଏଇ ପ୍ରଶ୍ନ ଆମର ପ୍ରଥମ ପାଠ ଏ ଲେଟର ଟୁ ଗଡ୍ ଅଲରେଡି ପାଠର ନାଁ ଦେଇଦେଇଛି ଲେଟର ଟୁ ଗଡ୍। ଏଇ ପ୍ରଶ୍ନଟି ପଚରା ଯାଇଛି କେତେବେଳେ ପୋଷ୍ଟମାଷ୍ଟର ଗୋଟେ ରିଜଲ୍ୟୁସନ କରି ଟଙ୍କା ଆଦାୟ କରି ଲେଞ୍ଚକୁ ଦେବା ପାଇଁ ଠିକ କଲେ ବା ଗୋଟେ ନିଷ୍ପତ୍ତି ନେଲେ ସମସ୍ତ ତାଙ୍କର କର୍ମଚାରୀ ମାନଙ୍କୁ ଧରି ଗୋଟେ ନିଷ୍ପତ୍ତି ନେଲେ ଆଉ ଯେ ସେ ଲୋକଟିକୁ କିଛି ପଇସା ଦେବା କୋଉ କାରଣ ଯୋଗୁଁ ସେ ନିଷ୍ପତ୍ତି ନେଲେ ଯେ ସେ ଲୋକଟିକୁ କିଛି ପଇସା ଦେବା ଏଇ ଅପସନ ଗୁଡ଼ିକ ମଧ୍ୟରୁ କୋଉଟା ଠିକ ଅଟେ? ନର ଆନ୍ସର ହବ ଅଲ୍ ଦ ଏବଭ୍। ଯୋଉ ନର ଆନ୍ସର ହେଲା ଅଲ୍ ଦ ଏବଭ୍। ନର ଆନ୍ସର ହବ ଡି। ଏଇ ପ୍ରକାର ପ୍ରଶ୍ନ ଆଜିକାଲି ଆଉ ଆସୁନି ଯେ ନନ୍ ଅଫ୍ ଦିସ୍ ଅଲ୍ ଅଫ୍ ଦିସ୍ ଏ ପ୍ରକାର ପ୍ରଶ୍ନ ଆସୁନାହିଁ ଯେଠାରେ ଦେଇଛି he did not want to shake Lencho's faith। ସେ ଲେଞ୍ଚର ଯୋଉ ଭଗବାନଙ୍କ ପ୍ରତି ଗଭୀର ମାନେ ବିଶ୍ୱାସ ଥିଲା ତାକୁ ସେ ନଷ୍ଟ କରିବାକୁ ଚାହୁଁନଥିଲେ। he needed something more than goodwill, ink and paper। ସେ କାଗଜ କଲମ ଲେଖା ଠାରୁ ଆଉ କିଛି ଅଧିକ କରିବା ପାଇଁ ପୋଷ୍ଟମାଷ୍ଟର ଚାହୁଁଥିଲେ। he wanted to give something an act of charity। ଜଣକୁ ଦାନ ଦେବା ଦାତବ୍ୟ ହିସାବରେ କିଛି ଦେବା ପାଇଁ ସେ ଚାହୁଁଥିଲେ। ତେଣୁ ଏ ବି ସି ତିନିଟା ଯାକ ଆନ୍ସର କରେକ୍ଟ ଅଟେ। ତେଣୁ 9 ନମ୍ବର ଆନ୍ସର ହେଲା ଡି। ନେକ୍ସଟ ଆଉ ଟିକେ ପାଠ ଆଗକୁ ଯିବୁ ଆଉ ଟିକେ ପାଠ ଆମେ ଆଗକୁ ନେବା ଆମର MCQ। Lencho was an ox-up man। What does the underlined expression mean there? ଲେଞ୍ଚ ଜଣେ ବଳଦ ପରି କାମ କରିବା ଏଇଟା ଏଇ ପ୍ରଶ୍ନଟି ମଧ୍ୟ ଆମର ରିଲେଟେଡ୍ ଟୁ ଗଡ୍ ପାଠରୁ ଆସିଛି ଯେ ପଚରା ଯାଇଛି ଲେଞ୍ଚ was an ox-up man। What does the underlined word expression mean here? ଲେଞ୍ଚ ବଳଦ ପରି ଯୋଉ ପରିଶ୍ରମ କରୁଛି ଗୋଟେ ବଳଦ ଭଳିଆ ଲୋକ ବଳଦ ଯେମିତି ଜମିରେ ପରିଶ୍ରମ କରେ ଠିକ ସେଇଭଳି ଲେଞ୍ଚ ମଧ୍ୟ ପରିଶ୍ରମ କରେ। ଅକ୍ସଅପ୍ ମ୍ୟାନ୍ ଯୋଉ ଦେଇଛି ଫ୍ରେଜଟି ସେଥିରେ ଯୋଉ ଅଣ୍ଡରଲାଇନ କରେ ତାହାର ମାନେ କଣ ଏଠି ପଚରା ଯାଇଛି। 10ର ଆନ୍ସର ହବ ସି। 10 ପ୍ରଶ୍ନର ଆନ୍ସର ହବ ସି। ସି ହେଲା ଲେଞ୍ଚ ୱାଜ ୱାର୍କିଂ ଲାଇକ୍ ଏନ୍ ଆନିମାଲ ଇନ୍ ଦି ଫିଲ୍ଡ। ସେ ପଶୁ ଭଳି ତାର ଜମିରେ ଚାଷ କରୁଥିଲା। ପଶୁ ଗୁଡାକ ଯେମିତି ବଳଦ ଯେମିତି ଚାଷ କରେ ବହୁତ କଠିନ ପରିଶ୍ରମ ଆମେ ତାକୁ କିଛି ଖାଦ୍ୟ ଦେଇ ବହୁତ ପରିଶ୍ରମ କରାଇଥାଉ ଠିକ ପଶୁମାନଙ୍କ ଭଳି ସେ ତାର ଜମିରେ ପରିଶ୍ରମ କରିଥିଲା। ତେଣୁକରି ଏଠାରେ କୁହାଯାଇଛି ଅକ୍ସଅପ୍ ମ୍ୟାନ୍ ଅକ୍ସଅପ୍ ଏ ମ୍ୟାନ୍। ନେକ୍ସଟ ଆଉ ଟିକେ ପାଠ ଆଗକୁ ଯିବା 11 ନମ୍ବର each little bird that sings he made their tiny wings। ଏଇଟା ତମେ ସ୍ପଷ୍ଟ ଭାବରେ ଜାଣିପାରୁଥିବ ଯେ ଏହି ଯୋଉ ପ୍ରଶ୍ନଟି ହେଲା ଆମର ପ୍ରଥମ କମ୍ୟୁନିକେଟିଭ ଇଂଲିଶ ଫାର୍ଷ୍ଟ ପଏଣ୍ଟ ଅଲ୍ ଥିଙ୍ଗସ୍ ବ୍ରାଇଟ୍ ଆଣ୍ଡ ବ୍ୟୁଟିଫୁଲ ସେହି ପଏମ ଆସିଛି। ଏଠାରେ ପଚରା ଯାଇଛି each little bird that sings he made their tiny wings। ହି ଯୋଉ ଅଣ୍ଡରଲାଇନ କରାଯାଇଛି ଏଠାରେ କାହାକୁ ବୁଝାଇଛି ଏ ଅପସନ ଗୁଡ଼ିକ ମଧ୍ୟରୁ କାହାକୁ ବୁଝାଇଛି ଜାଣିପାରୁଥିବ ତମେ ମାନେ ଯେ 11 ର ଅର୍ଥ ହେଲା each little bird that sings he made their tiny wings। 11 ର ହେଲା ଯେ ସି ହବ ଏଠାରେ ହି ମାନେ ଗଡକୁ ବୁଝଉଛି। 11 ନମ୍ବର ପ୍ରଶ୍ନର ଉତ୍ତର ହବ ସି। ନେକ୍ସଟ ଟିକେ ସ୍ପିଡ କରିବା ଯେହେତୁ ସରିବନି ନହେଲେ। Find out the incorrect phrase below from the poem all things bright and beautiful। ଏଠାରେ କୋଉ ଫ୍ରେଜଟି ଇନକରେକ୍ଟ ଅଟେ? ଚାରିଟା ଅପସନ ମଧ୍ୟରୁ କୋଉଟା ମାନେ ସଠିକ ଆନ୍ସର ନୁହଁ। 12 ନମ୍ବର ପ୍ରଶ୍ନର ଉତ୍ତର ହବ they made their tiny wings। 12 ନମ୍ବର ପ୍ରଶ୍ନର ଉତ୍ତର ଦେଖ find out the incorrect phrase given below from the poem
All things bright and beautiful. The cold wind in winter, ripe fruit in the garden, the meadows where we play. They made their innings. He made their innings ହେବା କଥା they made their innings ତେଣୁ 12 ନମ୍ବର ପ୍ରଶ୍ନର ଉତ୍ତର ହବ 12 ନମ୍ବର ପ୍ରଶ୍ନର ଉତ୍ତର ହେଲା ଡି they made their innings ଯେହେତୁ they ଲେଖା ହେଇଯାଇଛି ଏଠାରେ ହି ମାନେ ଗଣକୁ ବୁଝଉଛି ହି ଲେଖିବା କଥା they ଲେଖା ହେଇଯାଇଛି ତେଣୁ ଏହି ପ୍ରଶ୍ନଟି ଇନକରେକ୍ଟ ଅଟେ ନେକ୍ସଟ ଆମେ କ୍ୱେଶ୍ଚନ କୁ ଯିବା which of the following expression indicates that girls song is solitary pair was full of sad music ଏଠାରେ ତ କବିତାର ନାଁ ଦେଇଦେଇଛି ସୋଲିଟାରୀ ରିପେୟାର ଯେ ତଳେ ଦିଆଯାଇଥିବା ଏ ଯୋଉ ଏକ୍ସପ୍ରେସନ ଗୁଡିକ ମଧ୍ୟରୁ କୋଉଟା ଦୁଃଖକୁ ବୁଝାଉଛି କୋଉ ଅପସନଟି ସେଇ ଝିଅଟି ଦୁଃଖରେ ଥିବାର ବୁଝାଉଛି ନେକ୍ସଟ 13 ନମ୍ବର ପ୍ରଶ୍ନର ଉତ୍ତର ହବ ଯେ ସେ ଯୋଉ ଦୁଃଖରେ ଥିଲା ସେଇଟାକୁ ଏଠି କବି ହମ୍ବଲ ଲେର ଅର୍ଥ ହେଲା ସେହି ଯୋଉ ଝିଅଟି ଶସ୍ୟ କଟାଳି ଝିଅଟି ଦୁଃଖରେ ଥାଇ ଗୀତ ଗାଉଥିବାର କବି ୱିଲିୟମ ୱାର୍ଡସୱାର୍ଥ ଅନୁମାନ କରିପାରିଥିଲେ ତେଣୁ ଏଠି ସ୍ୟାଡ ମ୍ୟୁଜିକ ର ଅର୍ଥ ହେଲା ହମ୍ବଲ ଲେ 13 ନମ୍ବର ପ୍ରଶ୍ନର ଉତ୍ତର ହବ ଡି ନେକ୍ସଟ according to the poet what might this song be about ନେକ୍ସଟ ଯେ ସେ এই ପ୍ରଶ୍ନଟି ମଧ୍ୟ ଆମର ଦି ସଲିଟାରୀ ରିପେୟାର କବିତାରୁ ଆସିଛି ବା ପଏମରୁ ଆସିଛି ଏଠାରେ କବି ହେଲେ ୱିଲିୟମ ୱାର୍ଡସୱାର୍ଥ ଯେ କବିଙ୍କ ମତରେ ଏଇ ଯୋଉ ଗୀତଟି ଥିଲା ଯେ କୋଉଟାକୁ ନେଇ ସେ ଗୀତଟି ଗାଉଥିଲା ମାନେ ତା ଜୀବନରେ କୋଉ ଘଟଣାକୁ ନେଇ ସେ ଗୀତଟି ସେ ଗାଉଥିଲା ଏଠାରେ ଏଇଭଳି ଭାବରେ ପ୍ରଶ୍ନରେ ପଚରା ଯାଇଛି 14 ପ୍ରଶ୍ନର ଉତ୍ତର ହବ 14 ନମ୍ବର ପ୍ରଶ୍ନର ଉତ୍ତର ହେଲା 14 ନମ୍ବର ପ୍ରଶ୍ନର ଉତ୍ତର ହବ ବି ଓଲ୍ଡ ସାରୋ ବେଟଲ୍ସ ଆଣ୍ଡ ଡେଲି ସଫରିଂ ବୋଧହୁଏ ତ କୌଣସି ଯୁଦ୍ଧରେ ତାର କିଏ ମାନେ ମୃତ୍ୟୁବରଣ କରୁଥିବ କିମ୍ବା ସେଥିପାଇଁ ସେ ପ୍ରତିଦିନ ମର୍ମାହତ ହୋଇ ଏଇ ଗୀତ ଗାଉଥିଲା ବା ଦୁଃଖରେ ଥାଏ ଏଇ ଗୀତ ଗାଉଥିଲା 14 ନମ୍ବର ପ୍ରଶ୍ନର ଉତ୍ତର ହବ 14ର ବି ଆନ୍ସର ହବ ଓଲ୍ଡ ସାରୋ ବେଟଲ୍ସ ଅର ଡେଲି ସଫରିଂସ୍ ନେକ୍ସଟ ଆମେ ଆଉ ଟିକେ ଆଗକୁ ଯିବା 15 ନମ୍ବର ପ୍ରଶ୍ନ according to the honey child bridal songs and cradle songs imply death ଏଇ ଯୋଉ ପ୍ରଶ୍ନଟି ଆସିଛି ଆମର ଭିଲେଜ ସଙ୍ଗ କବିତାର ଏଠାରେ କବି ହେଲେ ସରୋଜିନୀ ନାଇଡୁ 15 ନମ୍ବର ପ୍ରଶ୍ନର ଉତ୍ତର ହବ ଯେ ବ୍ରାଇଡାଲ ସଙ୍ଗ୍ସ ଯୋଉ କ୍ରେଡାଲ ସଙ୍ଗ୍ସ ଅଛି ତାହା କୋଉଟାକୁ ବୁଝାଉଛି 15 ନମ୍ବର ପ୍ରଶ୍ନର ଉତ୍ତର ହେଲା ଏ 15 ନମ୍ବର ପ୍ରଶ୍ନର ଉତ୍ତର ହବ ଏ ସରୋ ଅଫ ଲାଇଫ ନେକ୍ସଟ ଆଉ ଟିକେ ଆଗକୁ ଯିବା ଫର ସୁଇଟର ସାଉଣ୍ଡ ଦି ଫରେଷ୍ଟ ନୋଟ୍ସ ୱେୟାର ଆର୍ ଫାଲିଂ এই প্রশ্নটি মধ্যে আমরা ভিলেজ সং পাঠରୁ ଆସିଛି ଭିଲେଜ କବିତାରୁ ଆସିଛି ପଏମରୁ ଆସିଛି ଏ ଯୋଉ ସୁଇଟର ସାଉଣ୍ଡ ଏ ଯୋଉ ମଧୁର ଶବ୍ଦ ଯୋଉ ଫରେଷ୍ଟ ମାନେ ବଣରୁ ଯୋଉ ମଧୁର ଶବ୍ଦ ଆସେ ଏହା କୋଉ ପାଖରୁ ଆସେ ମାନେ ଏଇଟା କୋଉଟାକୁ ବୁଝାଏ for sweeter sound of the forest notes where are falling 16 ନମ୍ବର ପ୍ରଶ୍ନର ହବ ଯେ ଏଇଟା କୋଉଠୁ ମାନେ କୋଉ ଜିନିଷଟାକୁ ବୁଝାଉଛି ବା କୋଉ ବଣର କୋଉ ସାଉଣ୍ଡ ଟାକୁ ଆମେ ସୁଇଟର ସାଉଣ୍ଡ ବୋଲି କହୁ ସେଇଟାକୁ ଏଠି ବୁଝାଉଛି ଏଇ ପ୍ରଶ୍ନର ଅର୍ଥ ହେଲା ସେୟା ଏଇଠି 16 ନମ୍ବର ପ୍ରଶ୍ନର ଉତ୍ତର ହବ ଯେ ଫରେଷ୍ଟ ଷ୍ଟ୍ରିମ୍ସ 16 ନମ୍ବର ପ୍ରଶ୍ନର ଉତ୍ତର ହବ ଡି ନେକ୍ସଟ ଆମେ ଆଉ ଟିକେ ଆଗକୁ ଯିବା who blows bagpipes the flower schools ଏଠି ତ ସ୍ପଷ୍ଟ ଭାବରେ କବିତାର ନାଁ ଲେଖାଯାଇଛି ଏଠାରେ କବିଙ୍କର ନାମ ହେଲା ରବୀନ୍ଦ୍ରନାଥ ଟାଗୋର ଯେ କିଏ ବ୍ୟାଗ ପାଇପ୍ ଏଇ କବିତାରେ ବଜାଉଛି 17 ନମ୍ବର ପ୍ରଶ୍ନର ଉତ୍ତର ହବ ଦି ମଏଷ୍ଟ ଇଷ୍ଟ ୱିଣ୍ଡ 17 ନମ୍ବର ପ୍ରଶ୍ନର ଉତ୍ତର ହେଲା ବି ଦି ମଏଷ୍ଟ ଇଷ୍ଟ ୱିଣ୍ଡ ନେକ୍ସଟ ଆଉ ଟିକେ ଆଗକୁ ଯିବା
Which statement shows that the flower children freedom has been curtailed? ଯେ ଏଇ ଅପସନ ଗୁଡିକ ମଧ୍ୟରୁ ଯେ ପିଲାମାନଙ୍କର ଯୋଉ ମନ ଆନନ୍ଦିତ ହୁଏ, ସେମାନେ ଭଲ ଭାବରେ ଖେଳନ୍ତି, ଏଇ ଚାରୋଟି ଅପସନ ମଧ୍ୟରୁ କୋଉଟା ଅଟେ? 18 ନମ୍ବର ପ୍ରଶ୍ନର ଉତ୍ତର ହବ 18 ନମ୍ବର ପ୍ରଶ୍ନର ଉତ୍ତର ହେଲା 18 ନମ୍ବର ପ୍ରଶ୍ନର ଉତ୍ତର ହବ ଯେ D. The master may stand in a corner if they come out to play. 18 ନମ୍ବର ପ୍ରଶ୍ନର ଉତ୍ତର ହବ D. ନେକ୍ସଟ ଆଉ ଟିକେ ଆଗକୁ ଯିବା। Vicky's brain was displayed to promote. ତମାନେ ଜାଣିପାରୁଥିବ ଏଇ ପ୍ରଶ୍ନଟି ଆମର ଦି ଫର୍ମାଲିନ୍ ଜାର ସେଇ କବିତାରୁ ଆସିଛି। ଏଠାରେ କବି ହେଲେ ରୀତା ଏସ୍ ମଣି, ପୋଏଟ ହେଲେ ରୀତା ଏସ୍ ମଣି। ଯେ ସେ ଯୋଉ ଲେଖିଛନ୍ତି ଭିକିସ୍ ବ୍ରେନ୍ ଡିସପ୍ଲେ ଟୁ ପ୍ରମୋଟ ଡେସ୍, କୋଉମାନଙ୍କୁ ପ୍ରୋତ୍ସାହିତ ବା ଜାଣିବା ଉଦ୍ଦେଶ୍ୟରେ ଭିକିସ୍ ବ୍ରେନକୁ ପ୍ରଦର୍ଶନ କରାଯାଉଥିଲା। ଯେ କୋଉମାନଙ୍କର ଜ୍ଞାନ ଉଦ୍ଦେଶ୍ୟରେ ଭିକିର ଯୋଉ ବ୍ରେନଟି ପ୍ରଦର୍ଶନ କରାଯାଉଥିଲା। ଏଇଠି 19 ନମ୍ବର ପ୍ରଶ୍ନର ଉତ୍ତର ହବ ନଲେଜ। ସେମାନଙ୍କର ଜ୍ଞାନ ପାଇଁ ବା ଯୋଉ ଆମ ଡାକ୍ତରୀ ଛାତ୍ରୀ ମାନଙ୍କର ଜ୍ଞାନ ପାଇଁ ବ୍ରେନକୁ ଫର୍ମାଲିନ୍ ଜାରରେ ରଖି ଭିକିର ବ୍ରେନକୁ ଫର୍ମାଲିନ୍ ଜାରରେ ରଖି ପ୍ରଦର୍ଶନ କରାଯାଉଥିଲା। 19 ର ଆନ୍ସର ହବ ସି। ନେକ୍ସଟ ଆଉ ଟିକେ ଆଗକୁ ଯିବା ଆମର ପାଠ। What stunts the body and clouds the brain in one's youth? এই ପ୍ରଶ୍ନଟି ଆମର ଆସିଛି ସ୍କୁଲ ଥାଏ ଯେ ଏଇ ଚାରୋଟି ଅପସନ ମଧ୍ୟରୁ କେଉଁଟି ଆମର ମାନେ ମସ୍ତିଷ୍କକୁ ଦ୍ୱିଧାଗ୍ରସ୍ତ କରିଦିଏ ଆଉ ଆମର ଶରୀରକୁ ମଧ୍ୟ କ୍ଷତି ପହଞ୍ଚାଇଥାଏ ବା ଶରୀର ବୃଦ୍ଧିରେ ବାଧା ସୃଷ୍ଟି କରିଥାଏ। 20 ନମ୍ବର ପ୍ରଶ୍ନର ଉତ୍ତର ହବ ଡି ସ୍ମୋକିଂ। 20 ନମ୍ବର ପ୍ରଶ୍ନର ଉତ୍ତର ହେଲା ଡି। ନେକ୍ସଟ ଆମେ ଆଉ ଟିକେ ଆଗକୁ ଯିବା। Timothy's coat was described as dash. Timothy's coat was described as dash. Dull brown, patchy, faded, magnificent stripe. ଯେ ତିମୋତିର ଯେତେବେଳେ ତିମୋତି 6 ମନ୍ଥର ହେଇଗଲା ତାହା ଉପରେ ଯୋଉ କଳା କଳା ପଟି ବା ଦାଗ ପଡିଲା ସେ ବାଘ ଛୁଆଟି ଉପରେ, ଏଇଠି କୁହାଯାଇଛି ଯେ ଏଇ ଯୋଉ ପ୍ରଶ୍ନଟି ଆସିଛି ଆମର ତୁମମାନେ ଜାଣିଥିବ ଏ ଟାଇଗର ଇନ୍ ଦ ହାଉସ ସେହି ମାନେ ନନ୍ ଡିଟେଲରୁ ଆସିଛି। ଏଇଠି ପଚରା ଯାଇଛି ଯେ ତିମୋତି ଯେତେବେଳେ 6 ମନ୍ଥର ହେଇଗଲା ତାପରେ ଯୋଉ କଳା କଳା ଷ୍ଟ୍ରାଇପ କଳା କଳା ପଟାଳିଆ ଦାଗ ପଡିଲା ତାହା ଏଇ ଚାରିଟି ଅପସନରେ କୋଉଟାକୁ ବୁଝାଉଛି? ଏଇଠି ଆନ୍ସର ହବ 21 ର ଆନ୍ସର ହେଲା 21 ପ୍ରଶ୍ନର ଆନ୍ସର ହବ ଡି ମ୍ୟାଗ୍ନିଫିସେଣ୍ଟ ଷ୍ଟ୍ରାଇପ। ତା ଉପରେ ଗୋଟେ ଆକର୍ଷଣୀୟ ମାନେ ଅତି ସୁନ୍ଦର ଭାବରେ ଗୋଟେ କଳା କଳା ପଟି ଆକାରର ପଡିଲା। ଯେହେତୁ ସେ ଗୋଟେ ମହାବଳ ବାଘ ଥିଲା, ତାକୁ ବାଘ ଛୁଆଟି ଥିଲା, ତେଣୁ ଯେତେବେଳେ ସେ 6 ମନ୍ଥର ହେଇଗଲା ତାପରେ କଳା କଳା ପଟି ପଡିଲା। ନେକ୍ସଟ ଆମେ ଆଉ ଟିକେ ଆଗକୁ ଯିବା। 22 ନମ୍ବର ପ୍ରଶ୍ନ। Why was grandfather invited to accompany the hunting party despite not being a professional ଶିକାରୀ? ଏଇ ପ୍ରଶ୍ନଟି ମଧ୍ୟ ଆମର ଟାଇଗର ଇନ୍ ଦ ହାଉସ ନନ୍ ଡିଟେଲରୁ ଆସିଛି। ଯେ ଏଠାରେ ପ୍ରଶ୍ନରେ ପଚରା ଯାଇଛି ଯେ କାହିଁକି ଜେଜେବାପାଙ୍କୁ ଯେତେବେଳେ ଦିଲ୍ଲୀର ଦଳେ ଲୋକ ଶିକାର ଉଦ୍ଦେଶ୍ୟରେ ବାହାରିଲେ ଜେଜେବାପାଙ୍କୁ କାହିଁକି ଡାକିଥିଲେ? ଯେ କେବଳ ଡେସ୍ପାଇଟ୍ ନଟ୍ ବିଙ୍ଗ ଏ ଶିକାରୀ, ଜେଜେବାପା ତ ଶିକାରୀ ନଥିଲେ, ତେଣୁ ଶିକାରୀ ନଥାଇ ମଧ୍ୟ ତାଙ୍କୁ କାହିଁକି ସେ ଯୋଉ ମାନେ ଅଭିଯାନ ଦଳରେ ଜେଜେବାପାଙ୍କୁ ଇନଭାଇଟ କରାଯାଇଥିଲା ବା ଡକା ଯାଇଥିଲା। ଜେଜେବାପା ଶିକାରୀ ନଥାଇ ମଧ୍ୟ କାହିଁକି ସେ ଯୋଉ ଦିଲ୍ଲୀରୁ ବାହାରିଥିବା ଅଭିଯାନ ଦଳରେ ଜେଜେବାପାଙ୍କୁ ଡକା ଯାଇଥିଲା। ଏଠାରେ 22 ନମ୍ବର ପ୍ରଶ୍ନର ଉତ୍ତର ହବ ହି ନ୍ୟୁ ଦି ଶିୱାଲିକ ଫରେଷ୍ଟ। ଜେଜେବାପା ଶିୱାଲିକ ଫରେଷ୍ଟ ବିଷୟରେ କିଛିଟା ଜାଣିଥିଲେ ବୋଲି ତାଙ୍କୁ ଡକା ଯାଇଥିଲା। 22 ନମ୍ବର ପ୍ରଶ୍ନର ଉତ୍ତର ହବ 22 ନମ୍ବର ପ୍ରଶ୍ନର ଉତ୍ତର ହେଲା ଡି। ନେକ୍ସଟ ଆମେ ଆଉ ଟିକେ ଆଗକୁ ଯିବା। ହାଉ ଡିଡ୍ ଦି ଜୁ ଅଥରିଟିଜ
of Lucknow received Timothy? এই প্রশ্নটি ମଧ୍ୟ ଆମର ଏ ଟାଇଗର ଇନ୍ ଦ ହାଉସ୍ ନନ୍ ଡିଟେଲରୁ ଆସିଛି। ଯେ ଏଇ ପ୍ରଶ୍ନରେ ପଚରା ଯାଇଛି ଯେ ସେ ଯୋଉ ଚିଡ଼ିଆଖାନାର ଯୋଉ କର୍ମଚାରୀ ମାନେ କେମିତି ସେଇ ବାଘ ଛୁଆଟିକୁ ରିସିଭ୍ କଲେ, ମାନେ କୋଉ ପ୍ରକାର ଦୁଃଖର ସହିତ ନା ଖୁସିର ସହିତ ନା କେମିତି ତାଙ୍କୁ କଣ ଲାଗିଲା ସେ ବାଘ ଛୁଆଟି ଯେତେବେଳେ ଜେଜେବାପା ଚିଡ଼ିଆଖାନାକୁ ନେଇଗଲେ। ଏଇ ପ୍ରଶ୍ନର ଉତ୍ତର ହବ 23 ନମ୍ବର ପ୍ରଶ୍ନର ଉତ୍ତର ହବ 23 ନମ୍ବର ଗ୍ଲାଡଲି, ମାନେ ଅତି ଖୁସିର ସହିତ ଶ୍ରୀମତୀକୁ ସ୍ୱାଗତ କରିକି ନେଲେ। 23 ନମ୍ବର ପ୍ରଶ୍ନର ଉତ୍ତର ହବ ସି। ନେକ୍ସଟ ଆଉ ଟିକେ ଆଗକୁ ଯିବା। ହ୍ୱାଟ କ୍ୱାଲିଟି ଅଫ ଅଲଗା ଚେଞ୍ଜଡ ଲୁସ୍କପ୍ କମ୍ପ୍ଲିଟଲି? ଯେ 24 ନମ୍ବର ପ୍ରଶ୍ନର ଉତ୍ତର ହବ 24 ନମ୍ବର ପ୍ରଶ୍ନଟି ଆସିଛି ଦି ବେଗର ନନ୍ ଡିଟେଲ ପାଠରୁ। ଏଠାରେ ପଚରା ଯାଇଛି ଯେ ଅଲଗା ଯିଏ ମାନେ ସେଠି ସେର୍ଗେଇଙ୍କର ରନ୍ଧାଳି ଥିଲା, ସେ ଲୁସ୍କପକୁ ଅଲଗାର କୋଉ କ୍ୱାଲିଟି ଯୋଗୁଁ ଲୁସ୍କପ୍ ଚେଞ୍ଜ ହେଇଗଲା, ଏଠି ସେଇଟା ପଚରା ଯାଇଛି। 24 ନମ୍ବର ପ୍ରଶ୍ନର ସିମ୍ପଥି ଆଣ୍ଡ ସାକ୍ରିଫାଇସ୍, ଅଲଗାର ଯୋଉ ତା ପ୍ରତି ଦୟା ଭାବ ଥିଲା ଆଉ ତା ପ୍ରତି ଯୋଉ ମାନେ ତାକୁ ଯୋଉ ବଦଳେଇ ଦେବା ପାଇଁ ସେ ଉତ୍ତମ କଥା ସବୁ କହୁଥିଲା, ସାକ୍ରିଫାଇସ୍ ମାନେ ଏଠି ଉତ୍ତମ କଥା ବୁଝୁଛି। ତେଣୁ 24 ନମ୍ବର ପ୍ରଶ୍ନର ଉତ୍ତର ହବ ଡି, ସିମ୍ପଥି ଆଣ୍ଡ ସାକ୍ରିଫାଇସ୍ ଅଲଗାର ଯୋଗୁଁ ଲୁସ୍କପ୍ ଚେଞ୍ଜ ହେଇଯାଇଥିଲା। ନେକ୍ସଟ ଆମେ ଆଉ ଟିକେ ଆଗକୁ ଯିବା। When did Sergei see Luskov sober and have no objection to work? ଯେ କେତେବେଳେ when did Sergei see Luskov sober have no objection to work? ଏଇ ପ୍ରଶ୍ନଟି ମଧ୍ୟ ଆମର ଦି ବେଗର ନନ୍ ଡିଟେଲ ପାଠରୁ ଆସିଛି। ଏଠାରେ ପଚରା ଯାଇଛି ଯେ କେତେବେଳେ ସେର୍ଗେଇ କାନ୍ଦିଲା ଆଉ ମାନେ କାମକୁ କୁଣ୍ଠାବୋଧ କଲା ନାହିଁ, କାମ କରିବା ପାଇଁ କୁଣ୍ଠାବୋଧ କଲା ନାହିଁ। କେତେବେଳେ ସେ କାନ୍ଦିଲା ଆଉ କାମ କରିବା ପାଇଁ କୁଣ୍ଠାବୋଧ କଲା ନାହିଁ, ଏଇ ପ୍ରଶ୍ନରେ ପଚରା ଯାଇଛି। 25 ନମ୍ବର ପ୍ରଶ୍ନର ଉତ୍ତର ହବ ବି, when Sergei engaged Luskov in packing and hauling of furniture, ଯେତେବେଳେ ସେର୍ଗେଇ ତାଙ୍କର ଘର ବଦଳେଇ ଦେଲେ ସେତେବେଳେ ସେ ଲୁସ୍କପକୁ ଡାକିଥିଲେ ତାଙ୍କର ଜିନିଷ ଗୁଡାକ ପ୍ୟାକିଂ କରିବା ପାଇଁ ଆଉ ଠେଲିକି ନବା ପାଇଁ, ତାଙ୍କର ଆସବାବପତ୍ର ଗୁଡାକ ଠେଲିକି ନବା ପାଇଁ ତାକୁ ଡାକିଥିଲେ। ତେଣୁ 25 ନମ୍ବର ପ୍ରଶ୍ନର ଉତ୍ତର ହବ ବି, Sergei when Sergei Luskov in packing and hauling of the furniture, ବି ହବ ଏହାର ଆନ୍ସର। ନେକ୍ସଟ କ୍ୱେଶ୍ଚନକୁ ଆମେ ଯିବା 26 ନମ୍ବର ପ୍ରଶ୍ନକୁ। ନେକ୍ସଟ 26 ନମ୍ବର ପ୍ରଶ୍ନ, what action did Juman's aunt threaten to take when they rudely refused to give some money to her? ଯେ କେତେବେଳେ, ଏଇ ପ୍ରଶ୍ନଟି ଆସିଛି ଆମର ଦି ଭିଲେଜ ଜେଡ୍ସ ନନ୍ ଡିଟେଲ ପାଠରୁ ଆସିଛି। ଏଠାରେ ପଚରା ଯାଇଛି ଯେ ଜୁମନର ଯିଏ ଅଣ୍ଟ ଥିଲେ, ମାଉସୀ ବା ଖୁଡି ବା ଯିଏ ବି ଯାହାକୁ ହେଲେ ବୁଝଉଛି, ସେ କେତେବେଳେ ଯେ ତାଙ୍କର ଅଣ୍ଟ ଜୁମନକୁ ଥ୍ରେଟନ୍ ଦେଲେ ଯେ ଜୁମନ ଯେତେବେଳେ ତାଙ୍କୁ ମନା କଲା, ହ୍ୱାଟ ଆକ୍ସନ ଏଠି ପଚରା ଯାଇଛି ଜୁମନର ଯୋଉ ଅଣ୍ଟ କଣ ଜୁମନ ପ୍ରତି କଣ କରିବେ ବା କୋଉ ଆକ୍ସନ ନେବେ ବା କୋଉ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ଯେତେବେଳେ ଜୁମନ ତାଙ୍କୁ କୌଣସି ଟଙ୍କା ଦେବି ନାହିଁ ବୋଲି କହିଲା, ସେତେବେଳେ ଜୁମନ ଉପରେ କୋଉ କାର୍ଯ୍ୟାନୁଷ୍ଠାନ ସେ ନେବେ ବୋଲି କହିଥିଲେ, ଏହା ସେ ପଚରା ଯାଇଛି। 26 ନମ୍ବର ପ୍ରଶ୍ନର ଉତ୍ତର ହବ ଟୁ କଲ୍ ଏ ପଞ୍ଚାୟତ। 26 ନମ୍ବର ପ୍ରଶ୍ନର ଉତ୍ତର ହେଲା ଡି। ନେକ୍ସଟ ଆଉ ଟିକେ ଆମେ ଆଗକୁ ଯିବା। What fortunate event happened to one Algus Bullock shortly after Juman's Panchayat? 27 ନମ୍ବର ପ୍ରଶ୍ନର ଉତ୍ତର ହବ What unfortunate event happened to Algus Bullock shortly after Juman's Panchayat? ଜୁମନ, ଏଇଠି ଏଇ ପ୍ରଶ୍ନଟି ମଧ୍ୟ ଆମର ଏ ଭିଲେଜ ଜର୍ଜ ନନ୍ ଡିଟେଲରୁ ଆସିଛି। ଏଠାରେ ପଚରା ଯାଇଛି ଯେ ଅଲଗୁ ଯେତେବେଳେ ତାର ପଞ୍ଚାୟତରେ ଯୋଉ ସିଏ ମୁଖ୍ୟ ବିଚାରପତି ହେଇଥିଲା ଏବଂ ସେ ତାର ନିଷ୍ପତ୍ତି ଦେଇ ସାରିଥିଲା, ତାପରେ ଅଲଗୁର
ମାନେ ଯୋଉ ବଳଦଟି ଥିଲା କଣ ହେଇଥିଲା ନା ସଡନ କଣ ହେଇଗଲା ସେ ଯୋଉ ପଞ୍ଚାୟତରେ ନିଷ୍ପତ୍ତି ଦେଇ କହିସାରିଲା ପରେ ଅଲଗୁ ଯୋଉ ବୁଲେଟ ତାର ଯୋଉ ବଳଦଟି କିଣିଥିଲା ତାର କଣ ହେଲା ତାର ପରିସ୍ଥିତି କଣ ହେଲା 27 ନମ୍ବର ପ୍ରଶ୍ନର ଉତ୍ତର ହବ ଇଟ୍ ଡାଏଡ ସଡନଲି 27 ନମ୍ବର ପ୍ରଶ୍ନ ଉତ୍ତର ହବ ଡି 27 ର ଡି ଡାଏଡ ସଡନଲି how was the next question को आमे जिबा how was the old patient physically described when he was brought before the guide जेहेतु मैं पाठटी एटा आसी एई प्रश्नटी आसी ए ग्रेन एज बिग एज हैंड्स एग सेई नोटिटल आसी एठार पछे एठारे जो प्रश्नटी पचरे जाईची याकु विस्तार भाବରେ कहि परिबिनी काहे मैं पाठटी पढाइनी समय अभाव पढ़े पार नथली मो आगामी दिन रे ए पाठटी पढेबी एनो 28 रो आंसर किंतु हबो बी ओल्ड वीक एंड यूज्ड टू क्रचेस 28 नंबर प्रश्न रो उत्तर हबो बी old weak used two crutches next out क्या आगो जीवो according to the second old fashioned people obtain food during his younger days এই প্রশ্নটি মাত্র আমার আসছি a grain as big as handshake এতে আসছি 29 নম্বর প্রশ্নর উত্তর হবো ডি by growing and sharing 29 নম্বর প্রশ্নর উত্তর হলা ডি নেক্সট কোশ্চেন আমি ଯିବା No one ever thought such a scene of buying or selling bread, and we knew nothing of money. Who said this statement? এই প্রশ্নটি মধ্যে আমার a grain as big as hen's egg সেই ননিটেল রু আসছি এঠারে এই প্রশ্নের উত্তর হব ডি এই প্রশ্নের উত্তর ডি ওল্ড ম্যানস গ্র্যান্ডফাদার ডি হব এর আনসার নেক্সট আমি ଆଉ ଟିକେ ଆଗକୁ ଯିବା a very strong wind that moves very fast in a spinning movement and causes a lot of damage is called dash এই যে প্রশ্নটি আমরা আসছি প্রথম পাঠর ভোকাবুলারিরু এটা আসছি ওয়ান ওয়ার্ড সেন্টেন্স সেটি ଦେଇଛି গুড়াଏ ଆମର ବାତ୍ୟା ଗୁଡାକର ନାମ ଗୁଡାଏ ବାତ୍ୟାର ନାମ ସେଠି ଦେଇଛି ସେଥିରୁ এটা আসଛି 31 ନମ୍ବର ପ୍ରଶ୍ନର ଆନ୍ସର ହେବ ଯେତେବେଳେ ଷ୍ଟ୍ରଙ୍ଗ ୱିଣ୍ଡ ବହୁତ ସ୍ପିଡ ରେ ଯିବ ଆମ ଘୁରି ଘୁରି ଯିବ ଆଉ ତାହା ବହୁତ କ୍ଷତିଗ୍ରସ୍ତ କରିବ ଏହାକୁ କଣ କୁହାଯାଏ 31 ନମ୍ବର ଆନ୍ସର ହେବ ହୁଇଲ୍ ୱିଣ୍ଡ 31 ନମ୍ବର ଆନ୍ସର ହେଲା ହୁଇଲ୍ ୱିଣ୍ଡ এই প্রশ্নটি আছে এই যে 31 নম্বর প্রশ্নটি তোমরা জানিছো ফার্স্ট পার্ট এ লেটার টু গড ସେଥିର ଭୋକାବୁଲାରିରୁ ଆସିଛି ନେକ୍ସଟ ଆମେ ଆଉ ଟିକେ ଆଗକୁ ଯିବା 32 নম্বର ପ୍ରଶ୍ନକୁ ଯିବା Lench's house was solitary house in the middle of the valley the underlined word can be replaced with dash ଯେ ଏଠି ଅଣ୍ଡରଲାଇନ ଦେଇନି ବୋଧ ହୁଏ କୌଣସି କାରଣ ମିଷ୍ଟେକ୍ ହେଇଯାଇଛି କୋଉଟା ଅଣ୍ଡରଲାଇନ ୱାର୍ଡ ଏଠି ଲେଖା ହେଇନି ଯାହା ମୁଁ ଭାବୁଛି 32 নম্বର ପ୍ରଶ୍ନର ଉତ୍ତର ହବ ସଲିଟାରିଟାକୁ ଅଣ୍ଡରଲାଇନ କରିବା କଥା କିନ୍ତୁ ଏଠାରେ କରାଯାଇନି ତାହା ହିଁ ହେଇଥିବ ତେଣୁ 32 নম্বର ପ୍ରଶ୍ନର ଉତ୍ତର ହବ ଏ 25 নম্বର ପ୍ରଶ୍ନର ଉତ୍ତର ହେଲା ପ୍ରଶ୍ନଟି ପ୍ରଥମେ ବୁଝିବାକୁ ଆମେ ଚେଷ୍ଟା କରିବା ଯେ ଲେଞ୍ଚର ଯୋଉ ଘର ଥିଲା ଏକୁଟିଆ ଘରଟି ଥିଲା ସେ ଯୋଉ ଭେଲିରେ ଯୋଉ ସେ ଯୋଉ ଉପତ୍ୟକାର ମଝିରେ ତାର ଏକୁଟିଆ ଘରଟି ଥିଲା ଯେ ଏକୁଟିଆ ଶବ୍ଦଟି ବା ସଲିଟାରୀ ଶବ୍ଦଟି এই ଚାରିଟି ଅପସନ ମଧ୍ୟରୁ କୋଉଟା ବୁଝାଉଛି 32 নম্বର ପ୍ରଶ୍ନର ଆନ୍ସର ହବ বি লোনলি ନେକ୍ସଟ ଆମେ ଟିକେ ଆଗକୁ ଯିବା 33 নম্বର ପ୍ରଶ୍ନ human wants are not limited the underline word can be replaced with dash ଦେଖ ଏହା ଗୋଟେ जो ଆମର ସେକେଣ୍ଡ ପାଠର ଭୋକାବୁଲାରିରୁ ଏଟା ଆସିଛି not limited जो ଶବ୍ଦ ଅଛି ତାକୁ ଆମେ କଣ କହିବା এটা ହଉଛି ଆମର ମାନେ ଆଣ୍ଟୋନିମ୍ସ ବୋଲି ଯୋଉଟା କୁହାଯାଏ ସେଇଟାକୁ ଆମେ ଯେତେବେଳେ ଆଣ୍ଟୋନିମ୍ସର କୌଣସି ଶବ୍ଦଟାକୁ ଆମେ ଭାଙ୍ଗିଦେବା ତାହେଲେ ସେଥିରେ ନଟ୍ ଆସିବ ଏଇଠି ନଟ୍ ଲିମିଟେଡ ଯୋଉ ରହିଛି ଏଇଟାକୁ ଆମେ ଗୋଟିଏ ୱାର୍ଡରେ କଣ କହିବା 33 নম্বର ପ୍ରଶ୍ନର ଉତ୍ତର ହବ ଡି ଅନଲିମିଟେଡ ନଟ୍ ଲିମିଟେଡର ଅର୍ଥ ହେଲା ଅନଲିମିଟେଡ ନେକ୍ସଟ ଆମେ ଆଉ ଟିକେ ଆଗକୁ ଯିବା
34 नंबर प्रश्न गांधीज पर्सेंट टीचर वाज डैश टू दी स्टूडेंट्स ये प्रश्नटी आमर आसी एट द हाई स्कूल पाठर आसी ये पचरा जे गांधीजी पर्सेंट टीचर थिले से पिला प्रति केउ भाव में व्यवहार करुले 34 नंबर प्रश्नर उत्तर हम डी बी कन्सिडरेट ये प्रश्नर उत्तर हम कौन जे बी कन्सिडरेट। गांधीजी जो अन्य क्लास रे बसी पड़े से पार्सियान टीचर व्यवहार भल लगी से पचरा पार्सियान टीचर किभली थिले आउ थे कही दूसरी 34 नंबर प्रश्न उत्तर हम बी। वर्तमान आम 35 नंबर प्रश्न को जीवा पीपुल प्रे टू गॉड डैश एविल स्पिरिट ए प्रश्नटी आसी फेस्टिवल्स ऑफ नॉर्थ ईस्ट इंडिया रो आसी एठारे यह गोटे वोकाबुलरी क्वेश्चन ये जो पचरा यह हूँ गोटे फजल वर्ब जे लोक माने भगवान प्रार्थना करती डैश आउ प्रेतात्मा गुड़ा घोड़ाई दिखती घोड़ाइवाई ये को फ्रेजल वर्ब व्यवहार कर 35 नंबर प्रश्नर उत्तर है डी 35 नंबर प्रश्नर उत्तर हम डी। नेक्स्ट आम आगू जावा ए ग्रुप ऑफ पीपल मीटिंग टुगेदर वर्शिप इज कॉल्ड डैश ग्रुप ऑफ पीपल मीटिंग टुगेदर टू वर्शिप इज कॉल्ड डैश ए ग्रुप ऑफ पीपल मीटिंग मान जिते अनेक लोक एकत्रित होती इंग्लिश रे कौन कह जाए यह मध्य फेस्टिवल्स ऑफ नॉर्थ ईस्ट इंडिया पाठर आसिया गोटे वोकाबुलरी क्वेश्चन या पाठर क्वेश्चन नुह ए ग्रुप ऑफ पीपल मीटिंग टुगेदर यही जो मीनिंग टा देदेला यार वन वर्ड है कांग्रिगेशन कौन हम ना कांग्रिगेशन 36 नंबर प्रश्न उत्तर है डी 36 रो आंसर है डी। देख पिला माने मु आउथे कहि दूची जे पाठ पछपटे जो मीनिंग गुड़ा देछि ग्लोसरी देछि इंग्लिश टू इंग्लिश मीनिंग से गुड़ा सब शिखिजिवो सेथरु गोटे प्रश्न निश्चय आसीबो वोकाबुलरी रे गोटे प्रश्न निश्चय आसीबो तेणु पाठ पछपटे जेतक जाक सब जो मीनिंग गुड़ा देछि ओडिया रे जानिया सह इंग्लिश रे जानिया जरूरी इंग्लिश रे घोषि दो ओडियाटा एते इंपोर्टेंट न होई पारे कि इंग्लिश रे घोषिया पड़ियो घोषिले जाई एई प्रश्न गुड़िकर उत्तर देई परिबो। वर्तमान 37 नंबर प्रश्न को जीवा द कैटालिटिक कन्वर्टर चेंजेस डैश इनटू ए हार्मलेस सब्सटेंस देखे यह मध्य एयर पोल्यूशन पाठ आसी किंतु यह गोटे वोकाबुलरी क्वेश्चन वोकाबुलरी बोले तुम जानिथिबो जे सब पाठ रे वोकाबुलरी लैंग्वेज स्टडी रहिछि सेथरु 10 मार्क आसीबो जो चार्जेस एठी कोटा हबो ओ नाउनटा हबो 36 नंबर प्रश्न उत्तर हबो सी 36 नंबर प्रश्न उत्तर है सी पोल्यूटेंट्स। नेक्स्ट आम आउ टिके आगु जीवा 38 नंबर प्रश्न को जीवा एसिड रेन इज रेन और अदर प्रेसिपिटेशन दैट कंटेन्स ऑक्साइड्स of sulfur and nitrogen along with other chemicals what does the underline देखो प्रेसिपिटेशन रो शब्द अर्थ वर्षण वर्षण माने सब गुड़ा वर्षा को बुझेबो ता हुए तो तुषारपात होई पारे किंबा जलीय जल आकार वर्षा होई पारे ए सब गुड़ा को प्रेसिपिटेशन बोली हमें कहबा तेणु यार उत्तर 38 नंबर प्रश्न उत्तर है बी 38 नंबर प्रश्न उत्तर हम बी द फॉल ऑफ रेन स्नो हेल जहाँ भी कुआपथर वृष्टि हो तुषारपात हो किंबा जलीय आकार वर्षा हो ताकू वर्षण कहे प्रेसिपिटेशन अर्थ है वर्षण। नेक्स्ट आम आगू जा 39 नंबर प्रश्न को दिया fill your life with suitable recreation the underlined word can be replaced with dash এই जो प्रश्नटी आछि ए प्रश्नटी आछि स्कूल्स गुड बाय पाठरो ए गोटे वोकाबुलरी क्वेश्चन जे रिक्रिएशन रो अर्थ कोन बा रिक्रिएशन हमें कहा बदल रे रिक्रिएशन बदल रे हमें चारिटी ऑप्शन रो कोटा लिखिबा 39 नंबर प्रश्न रो उत्तर हबो हॉबी रिक्रिएशन रो अर्थ होला कोन जे हॉबी।
नेक्स्ट आम आउ टिके आगु जिबा पीपल चूज देयर डेस्क बेस्ड देयर इंटरेस्ट एंड स्किल एया मध्ये गुटे भोकाबुलरी क्वेश्चन या मध्ये स्कूल स्कूल बाय पाठर आसी 40 नंबर प्रश्न उत्तर हबो ऑक्युपेशन ए जो पूरा लाइन रो वन वर्ड सेंटेंस हला ऑक्युपेशन नेक्स्ट ए जो 40 नंबर प्रश्न उत्तर हबो जे बी ऑक्युपेशन नेक्स्ट हमें आउट का बुझिबा कोहली सेड आई गो टू जिम एवरी डे the indirect speech of the above sentence is death 41 नंबर प्रश्न डी डायरेक्ट इनडायरेक्ट स्पीच लर्न एंड प्रैक्टिस ग्रामर बही रो आछि देखो ए जो डायरेक्ट स्पीच देला आई गो टू बेड एवरी डे या गोटे कोन सिंपल प्रेजेंट टेंस रे अछि जेतेबेला गोटे सेंटेंस सिंपल प्रेजेंट टेंस रे थाए ता हो जाय कोन ना ताहा चेंज हुए नहीं सेही टेंस टी केबे चेंज हुए नहीं देखो डायरेक्ट इनडायरेक्ट स्पीच नै मु आ गोटे वीडियो मत करबी ସେଥିରେ ପୁରା ପୁଙ୍ଖାନୁପୁଙ୍ଖ ଭାବରେ ପୁରା ଡାଇରେକ୍ଟ ଆଣ୍ଡ ଇନଡାଇରେକ୍ଟ ସ୍ପିଚ ଯାହା ଲର୍ନ ଆଣ୍ଡ ପ୍ରାକ୍ଟିସ ଗ୍ରାମାର ବହି ଯେତିକି ରୁଲ୍ସ ସେଗୁଡା ବୁଝି ମୁଁ କହିବି କିନ୍ତୁ ବର୍ତ୍ତମାନ ଯେହେତୁ ଆଗକୁ ପରୀକ୍ଷା ଅଛି ତମେ ସବୁ ଗୁଡାକ ସର୍ଟରେ ଜାଣିବାକୁ ପଡିବ ଆଉ ଥରେ କହିଦଉଛି ଯେ ଯେତେବେଳେ ରିପୋର୍ଟେଡ ପାର୍ଟ ସି ଡାଇରେକ୍ଟ ଇନଡାଇରେକ୍ଟ ସ୍ପିଚ ର ଦୁଇଟି ପାର୍ଟ लेफ्ट हैंड साइड पार्ट है रिपोर्टिंग पार्ट राइट हैंड साइड है रिपोर्टेड पार्ट जेतेबेल रिपोर्टेड पार्ट टी सिंपल प्रेजेंट टेंस रे थाए सिंपल प्रेजेंट टेंस बा दैनंदिन काम वैज्ञानिक तथ्य विज्ञान संबंधी वार्ता भौगोलिक संबंधी तथ्य बा सत्यता बा स्थायित्व ये सब गुड़ाक थिले सेठारे केबे टेंस चेंज हुए नहीं जहाँ टेंस रिपोर्टेड पार्ट थिबो सेही टेंस ही रिपोर्टिंग इनडायरेक्ट स्पीच रे हबो तेणु करी एठारे किंतु सब बेले मन रखियो जे प्रोनाउन एडवर्ब एडजेक्टिव सब बेले चेंज हो जाए एठी जो इन्वर्टेड कॉमा इन्वर्टेड कॉमा उठी जाए 41 नंबर प्रश्न रो उत्तर हबो 41 नंबर प्रश्न रो उत्तर हबो कोहली सेड ही गोज टू जिम एवरी डे यह हो तार आंसर देखो मु प्रत्येक प्रश्न को बुझे कहूची भल भाव शुणिबो मन ध्यान दे एगुडा सब देखिबो नेक्स्ट हम जीवा 42 नंबर प्रश्न डैश आई वुड हैव पोज्ड द एग्जामिनेशन देखो एहा रिलेटिव क्लज नाउन क्लज और रिलेटिव क्लज पाठर आछि सेठी इफ क्लज विषय रे कहा जाय छै एटा देखो इफ क्लज रे कोन इफ प्लस हैड प्लस पीपी एपटे मध्ये सब्जेक्ट प्लस वुड किंबा शुड प्लस हैव प्लस पीपी हबो पास्ट पार्टिसिपल हबो तेणु 42 नंबर प्रश्न रो उत्तर हबो डी 42 नंबर प्रश्न रो उत्तर हला डी इफ आई हैड वर्कड हार्ड आई वुड हैव एटा पास्ड द एग्जामिनेशन सॉरी भूल पड़ जाईची पॉज्ड हो जाईची एटा किंतु हबो PASSED भूल प्रिंट हो जाईची नेक्स्ट आउट के आगु दिबा हमें 43 नंबर प्रश्न दिया द गार्डनर हैज वाटर्ड द प्लांट दिस मॉर्निंग या कोन करिया को इंस्ट्रक्शन दिया जाय नाही किंतु मते लागुची या गोटे पेसिव वॉइस हेतिबो ए कोन हबो ना या गोटे पेसिव वॉइस संबंध प्रश्न एठी ब्रैकेट लिखिया कथा द पेसिव वॉइस ऑफ द अबव सेंटेंस इज लिखिया एमती गोटे इंस्ट्रक्शन दबा कथा डायरेक्शन देनी कि इंस्ट्रक्शन देनी किंतु 43 नंबर प्रश्न रो उत्तर हबो जेहेतु एटा प्रेजेंट परफेक्ट टेंस रे अछि तेणु पेसिव वॉइस करिया समय रे ऑब्जेक्टिव सब्जेक्ट हो जाए हैज किंबा हैव प्लस पास्ट पार्टिसिपल फॉर्म ऑफ वर्ब प्लस आईएनजी प्लस सब्जेक्ट टा पुनी ऑब्जेक्ट हे जो तेणु 43 नंबर प्रश्न रो उत्तर हबो 43 रो ए 43 नंबर प्रश्न रो उत्तर हला ए द प्लांट्स हैव बीन वाटर्ड दिस मॉर्निंग बाय द गार्डनर नेक्स्ट हमें 44 नंबर प्रश्न को जीवा सक्सेस कम टू दोज वर्क हार्ड एंड कंटिन्यू लर्निंग देखो या मजे गोटे रिलेटिव क्लोज रु आसी प्रथम पाठ रे हमरो स्किल्स ऑफ कम्युनिकेटिव इंग्लिश रिलेटिव क्लोज अछि प्लस ग्रामर बही रे मत रहिछि
जो पर्सन कन्सेंट अच्छी आमर कौन हम ना 44 आंसर हम बी 44 नंबर प्रश्न आंसर हम बी सक्सेस comes to those that work hard and continue learning who work hard and continue learning next time out क्या बुझिबा Mr. Sahu gave that smoking 2 years ago 45 नंबर प्रश्न रो उत्तर हम जे gave पाखरे हमर appropriate preposition जोड़ा लागिवो सेडा ला up gave up एगुडा हला छाडी दवा तेनो 45 नंबर प्रश्न रो उत्तर हम up 45 नंबर प्रश्न रो उत्तर हला सी up gave up माने छाडी दवा नेक्स्ट हम आउट क्या बुझिबा 46 नंबर प्रश्न माय मदर्स लेटर वाज रिटन डैश ए ब्लूपेन गया मध्य प्रीपोजिशन रो अछि लर्न एंड प्रैक्टिस ग्रामर बहिरो 46 नंबर प्रश्न रो उत्तर हबो रिटन 46 नंबर प्रश्न रो उत्तर हबो डी 46 नंबर प्रश्न रो उत्तर हला डी रिटन विथ ए ब्लूपेन नेक्स्ट हम आउट क्या बुझिबा वुड यू माइंड 47 नंबर प्रश्न को आमे जिबा वुड यू माइंड डैश योर व्हाट्सएप नंबर एटा मध्य हमरो चौथर आसी ना या मध्य गोटे रिलेटिव क्लोज रो आसी 47 रो हबो सी शेयरिंग योर व्हाट्सएप 47 नंबर प्रश्न रो उत्तर हला 47 नंबर प्रश्न रो उत्तर हला सी नेक्स्ट हम आउट क्या को जिबा either you your friend dash my pen देखो यह सब्जेक्ट वर्ब एग्रीमेंट पाठ आसी either you neither you or you एगुडा थिले सेठी सिंगुलर हबो तेनो 48 रो आंसर हबो 48 नंबर प्रश्न रो आंसर हला हैज टेकन कोन हबो हैज टेकन सिंगुलर हबो नेक्स्ट पिक आउट द करेक्ट ग्रामेटिकल सेंटेंस ए भितरु कोटा ठीक हबो एहा देखो नॉट ओनली बट आल्सो लास्ट पार्ट रे रहिछि हमरो भोका लैंग्वेज स्टडी स्किल्स ऑफ कम्युनिकेटिव इंग्लिश स्कूल्स गुड बाय पार्ट रे रहिछि 49 नंबर प्रश्न रो उत्तर हबो नॉट ओनली बट आल्सो रो रूल्स परे आ गोटे वीडियो करबी 49 नंबर प्रश्न रो उत्तर हबो डी हार्दिक नॉट ओनली बैट्स बट आल्सो बॉल्स वेल नेक्स्ट हमर शेष प्रश्न आई डैश हिम सिंस यस्टरडे देखो सिंस लागिला माने हम निश्चय जानिया पड़ो एठी प्रेजेंट परफेक्ट टेंस हो देखो पिला माने आई डैश हिम सिंस यस्टरडे एठी सिंस लागिला माने तुम जानिया पड़ो जे प्रेजेंट परफेक्ट टेंस हबो एही जो प्रश्नटी हमर आछि टेंस रिपीटेड पाठर आछि तेनो एठी आई हैव नॉट सीन 50 आंसर हबो आई हैव नॉट सीन यस्टरडे एटा भला मन रखियो सिंस फॉर पाखरे प्रेजेंट परफेक्ट टेंस व्यवहार करा जाए वर्तमान तो 50 टी प्रश्न रो आंसर हो जाई छी जे आगामी परीक्षा छी आगु परीक्षा छी तुम माने भलारे पढ़ो मन ध्यान दे पढ़ो तुमको परीक्षा पे अनेक अनेक शुभेच्छा हैव ए गुड फॉर योर फ्यूचर एग्जामिनेशंस I am wishing you good luck to all of you. Then, till then, also again, I am saying to you, have a good luck for your future examinations. Do well in your examinations. So, till then, goodbye. देखो पिला माने जो माने नुआ करिया सो मोर चैनल को सब्सक्राइब करो लाइक करियो शेयर करियो समस्त को कहियो आ मन ध्यान दे पाठ पढ़ो आगामी परीक्षा पे अनेक अनेक शुभेच्छा थैंक यू सो मच फॉर वाचिंग दिस वीडियो थैंक्स